ए दृश्य ହେଉଛି ଶ୍ରୀମନ୍ଦିରର। ଜଣେ ଅଧଲଙ୍ଗଳା ଲୋକ ଅତି ବିକଳ ହୋଇ ମନ୍ଦିର ଭିତରକୁ ଦୌଡ଼ୁଥାନ୍ତି। ତାଙ୍କ ପଛରେ ଦୌଡ଼ୁଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀ। କଟକଣା ନ ମାନି ସିଂହଦ୍ୱାର ଡେଇଁ ଦୌଡ଼ିଲେ ଭିତରକୁ। ତେବେ ସେ ଚୋର କି ଖଣ୍ଟ ନୁହନ୍ତି, ବଡ଼ ଠାକୁରଙ୍କର ଜଣେ ଭକ୍ତ। ଦୀର୍ଘ ଦିନ ହେଲା ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ହେଲେ କରୋନା କଟକଣା ଯୋଗୁଁ ଦୀର୍ଘ 9 ମାସ ପରେ ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତ ପରିବାରଙ୍କୁ ଦର୍ଶନର ଅନୁମତି ମିଳିଥିଲା। ହେଲେ ମନ ବୁଝିଲାନି ଏଇ ନାଗା ବାବାଙ୍କର। ଭକ୍ତିର ଡୋରିରେ ବନ୍ଧା ଏହି ଭକ୍ତ ନିଜକୁ ରୋକି ପାରିଲେନି। ସିଂହଦ୍ୱାର ନିକଟରେ ପତିତ ପାବନଙ୍କୁ ଦେଖିବା ପରେ ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦେଖିବାର ଇଚ୍ଛା ଜାଗିଲା ତାଙ୍କର। ଭାବ ବିହ୍ୱଳ ହୋଇପଡ଼ିଲେ। ଆଉ ସିଂହଦ୍ୱାରରେ ଜଗିଥିବା ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଦୌଡ଼ିଲେ ଭିତରକୁ। ସିଂହଦ୍ୱାର ଟପି 22 ପାହାଚ ବି ପାରି ହୋଇଗଲେ। ତାପରେ ପହଞ୍ଚିଗଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାମ୍ନାରେ। ଆଖି ପୁରାଇ ଦେଖିଲେ, ହେଲେ ମନ ମାନୁନଥିଲା। ଆସିବା ପାଇଁ ଇଚ୍ଛା ହେଉନଥିଲା। କିନ୍ତୁ ସୁରକ୍ଷା କର୍ମୀମାନେ ତାଙ୍କୁ ଟାଣି ଟାଣି ନେଇ ଆସିଲେ। ଏମିତି ଏକ ଦୃଶ୍ୟ ଆଜି ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା। କେମିତି ଭାବ ବିନୋଦିଆ କାଳିଆ ସାନ୍ତକୁ ଟିକେ ଦେଖିବା ପାଇଁ ସବୁ କଟକଣାକୁ ଭୁଲି ରତ୍ନ ସିଂହାସନ ନିକଟକୁ ଦୌଡୁଛନ୍ତି ଏହି ନାଗା ସାଧୁ ଜଣକ। ଆଉ ତାଙ୍କୁ ଅଟକାଇବା ପାଇଁ ତାଙ୍କ ପଛରେ ଗୋଡ଼ାଉଛନ୍ତି 2 ପୋଲିସ କର୍ମଚାରୀ। ଅବଶ୍ୟ ଶ୍ରୀମନ୍ଦିର ପୋଲିସ ଶେଷରେ ତାଙ୍କୁ କାବୁ କରି ମନ୍ଦିର ବାହାରକୁ ନେଇ ଆସିଥିଲେ। ନାଇଁ, ସୁଯୋଗ ଥିଲା ନିଶ୍ଚିତ ଭାବରେ, କାରଣ ଆମର ଯିଏ ପରଦାଦା ଗୁରୁଜୀ ଅଛନ୍ତି ସେ ହେଉଛନ୍ତି ସେବାୟତ ମହନ୍ତ ହରିହରପୁରୀଜୀ ମହାରାଜ। ତେଣୁକରି ସେବାୟତ ଭାବରେ ସେଇ ଯେଉଁ ତାଙ୍କର ଆମେ ଅଣନାତି ଶିଷ୍ୟ ହିସାବରେ ତାଙ୍କରି ଅଂଶ ହିସାବରେ ଆମର ଅଧିକାର ଅଛି। କିନ୍ତୁ ପ୍ରଶାସନିକ ଅବହେଳା ଦୃଷ୍ଟିରୁ ଆମକୁ ପରିଚୟ ପତ୍ର ଦିଆଯାଇନଥିଲା। କିନ୍ତୁ ମହାପ୍ରଭୁ ଜଗନ୍ନାଥ ସେ ଭାବର ଠାକୁର ସେ ଟାଣି ନେଲେ। ସିଂହଦ୍ୱାରରେ ପତିତ ପାବନକୁ ଦର୍ଶନ କଲା ପରେ ପାଦ ଦୌଡ଼ିଥିଲେ ରତ୍ନ ସିଂହାସନ ଆଡ଼କୁ। ପଛଆଡ଼ୁ ପୋଲିସ ମାନେ ରହ 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 ବୋଲି ଚିତ୍କାର କରୁଥାନ୍ତି। କିନ୍ତୁ एकमात्र ଲକ୍ଷ୍ୟ ଥିଲା ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇବା। ସେ ନିର୍ବିକାର ଦାରୁ ବ୍ରହ୍ମ, ସେ ଅଚଳ ମୂର୍ତ୍ତି ରତ୍ନ ସିଂହାସନରେ ବିରାଜିତ ଭକ୍ତମାନଙ୍କୁ ଚାହିଁ ରହିଛନ୍ତି। କେତେବେଳେ ଭକ୍ତମାନେ ଆସିବେ, ତୁଳସୀ ମୋ ମୁଣ୍ଡରେ ଦେବେ, ମୋ ପାପ ହରଣ କରିବେ, ମୁଁ ଭକ୍ତମାନଙ୍କର ପାପ ହରଣ କରିବି। ଏହି ପ୍ରକାର ଭାବ ମୁଁ ଦେଖିବାକୁ ପାଇଲି। ନିର୍ବିକାର ଏହି ପ୍ରଭୁ ରତ୍ନ ସିଂହାସନରେ ଚାହିଁ ରହିଛନ୍ତି ଭକ୍ତମାନଙ୍କୁ। କେତେବେଳେ ଏହି କରୋନା ହଟିବ ଏବଂ ଭକ୍ତମାନଙ୍କର ସୁଲଭ ଦର୍ଶନ ହେବ, ତାର ରତ୍ନ ସିଂହାସନରେ ଭିଡ଼ ଲାଗିବ। ସିଏ ଏକ ଦିବ୍ୟ ଅନୁଭୂତି। ମନ ମୋର ରୋମାଞ୍ଚିତ, ଶରୀର ରୋମାଞ୍ଚିତ ହେଉଛି। ଯେତେବେଳେ ମୁଁ କାଳିଆ ସାନ୍ତଙ୍କ ଆଖିରେ ଆଖି ମିଶାଇଛି, ମୁଁ ସମାଧିସ୍ଥ ହୋଇଛି। ଯେତେବେଳେ ସେ ଜେଟିପି ଜଣେ ଧକ୍କା ମାରିଲେ, ତାପରେ ଯାଇ ମୁଁ ଜ୍ଞାନସ୍ଥ ହେଲି ଏବଂ ତାପରେ ସେ ମୋତେ ଦକ୍ଷିଣ ଦ୍ୱାର ପଟେ ଛାଡ଼ି ଦେଇଥିଲେ। ଦୀର୍ଘ 9 ମାସ ଧରି ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ। ମନ୍ଦିର ବାହାରେ ରହି ଏହି ସାଧୁ ଜଣକ ପ୍ରାର୍ଥନା କରୁଥିଲେ ଶୀଘ୍ର ମନ୍ଦିର ଖୋଲିବା ପାଇଁ। ଆଜି ମନ୍ଦିର ଖୋଲିଲା ପରେ ଆଉ ନିଜ ଭକ୍ତିକୁ ରୋକି ପାରିଲେନି। ନିଜର ସବୁ ଜୋର ଲଗାଇ ଦୌଡ଼ିଗଲେ ଅତି ପ୍ରିୟ କାଳିଆ ଠାକୁରଙ୍କ ପାଖକୁ। ସତରେ ସବୁ ସେଇ ଲୀଳାମୟଙ୍କର ଇଚ୍ଛା। ହେଲେ ତା ଭିତରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରଶ୍ନ ବି ଉଠୁଛି। କ'ଣ ଦର୍ଶନାର୍ଥୀ ନଥିବା ଯୋଗୁଁ କୋହଳ ଥିଲା ସୁରକ୍ଷା ବ୍ୟବସ୍ଥା? ପୁରୀରୁ ଭିଡିଓଗ୍ରାଫର ଚନ୍ଦନଙ୍କ ସହ ପ୍ରଦ୍ୟୁମ୍ନ ସାଧୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।